ତରକାରୀ ଏବେ ଫୁଟିଗଲାଣି। କେତେ ସୁନ୍ଦର ଫୁଟୁଛି। ତରକାରୀ ବି ରେଡ଼ି ହେଇଗଲା। ତରକାରୀ ରେଡ଼ି ହେଇଗଲା। ଏବେ ମୁଁ ଗ୍ୟାସ୍ ବନ୍ଦ କରିଦେଉଛି। ଜୟ ଜଗନ୍ନାଥ। ଆସନ୍ତୁ ଦେଖିବା ଆମ ଯା ମାନେ କ'ଣ କରୁଛନ୍ତି। ଏଠି ସେ ସବୁ ଶାଗ ଗଛକୁ ସବୁ ଉଠେଇ ଦଉଛି। ଏଠି ମୋ ଯା ବଡ଼ ଯା ଯିଏ ସେ ଶାଗ ତୁଳୁଛନ୍ତି। ବର୍ଷା ଟିକେ ହେଇଥିଲା ସେଥିପାଇଁ ବହୁତ ଶାଗ ବାହାରିଛି ଏଠି। ଇଏ ଶାଗ ସବୁ ଗଛ ଉଠେଇ ଦଉଛି। ଜଟା ହେଇଛି ଉପର ଶାଗ ଗୁଡ଼ା, ସେଥିପାଇଁ ସେ ଉଠେଇ ଦଉଛି ମଞ୍ଜି କରିବା। ସେ ଜଟାରେ ପୁଣି ମଞ୍ଜି ହେଇଛି। ମଞ୍ଜି ଶୁଖିକି ସବୁ ମଞ୍ଜି କରିବା ଶାଗ ମଞ୍ଜି। ଏଠି ବୋଇତାଳୁ ଶାଗ ହେଇଛି। ସମସ୍ତେ କାମରେ ଲାଗି ପଡ଼ିଛନ୍ତି ଆଉ। ବାଡ଼ିଟା ସାରା ପୁରା ଶାଗ। ଏଠି ଲେମ୍ବୁ ହେଇଛି, ଛୋଟ ଛୋଟ ଲେମ୍ବୁ ଗୁଡ଼ା ହେଇଛି। ଏ ଧାନ ଫୁଟେଇବ, ଏ ମୋ ସାନ ଯା ଧାନ ଫୁଟେଇବ। ସେ ଚୁଲି ଧରଉଛି, ପାଣି ଆଣିକି ରଖିଛି। ଏଠି ବୋଇତାଳୁ ଶାଗ ଗୁଡ଼ା ଦେଖନ୍ତୁ କେତେ ବଡ଼ ବଡ଼ ପତ୍ର ଗୁଡ଼ା ହେଇଛି। ପୁରା ବାଲି ଉପରେ ପୁରା ମାତି ଯାଇଛି ଶାଗ ଲତା ସବୁ। ଫୁଲ ହଉଛି ଆଉ ଟିକେ ଟିକେ ଫୁଲ ଗୁଡ଼ା ହଉଛି। ପୁରା ଗ୍ରୀନ୍ ଗ୍ରୀନ୍ ଦେଖାଯାଉଛି ସବୁ। କେତେ ସୁନ୍ଦର ହେଇଛି ଦେଖନ୍ତୁ, ପୁରା ଗ୍ରୀନ୍। ବହୁତ ଶାଗ। ଶାଗ ତୋଳି ସାରିକି ଏପଟେ ମନ୍ଦାର ଫୁଲ ତୋଳୁଛି। ଇଏ ଟିକେ ଡେଙ୍ଗା ଦେଶରୁ ଉପର ଫୁଲ ବି ତୋଳି ପାରେ। ଆମର ହାତ ପାଏନି ଉପରକୁ। ବହୁତ ଉପରେ ଫୁଲ ଗୁଡ଼ା ହେଇଛି। ଲାଲି ମନ୍ଦାର, ହଳଦିଆ ମନ୍ଦାର। ନାଠି ପୁଣି ଉପରକୁ ଟେକିଲାନି। ବହୁତ ଉପରେ ଫୁଲ ଗୁଡ଼ା ହଉଛି। ସକାଳୁ ଫୁଲ ତୋଳି ସାରିକି ତାପରେ ଗାଧେଇବା। ଏଠି ଦେଖନ୍ତୁ କେତେ ନାଡ଼ୁକା। ମୋ ଦେଉର ଜଣେ ପରିବା ବିକନ୍ତି। ସେ ପରିବା ଆଣିକି ସକାଳୁ ସବୁ ଏମିତି ମେଲେଇକି ରଖିଛନ୍ତି। ଦେଖନ୍ତୁ ବିଡ଼ା 5 ଟଙ୍କା ବିଡ଼ା। କେତେ ଶସ୍ତାରେ ମିଳୁଛି ଦେଖନ୍ତୁ। ପୁରା ତାଜା ତାଜା ଅଛି। ତଳେ କୋବି ଫୋବି କ'ଣ ରଖିଛନ୍ତି। ତାପରେ ଗାଧେଇ ପୂଜା ସାରି ଖାଇକି ମୁଁ ପୁଣି ତରକାରୀ ବସେଇଛି। ନାଡ଼ୁକା ଆଣିଥିଲି, ତାପରେ ନାଡ଼ୁକା ଆଳୁ ଭାଜି ଦେଉଛି ଦ୍ୱିପହର ପାଇଁ। ହେଇନି, ତାକୁ ଟିକେ ଢାଙ୍କି ଦେବା। ଏଠି ମୁଁ ଭାତ ବସେଇଛି। ଭାତ ମୋର ଫୁଟିଗଲାନି। ଖାଇସାରିକି ମୁଁ ଭାତ ବସେଇ ଦେଇଥିଲି। ଭାତ ହେଇନି, ଆଉ ଟିକେ ହବ। ଚାଉଳିଆ ଅଛି ଟିକେ। ତାପରେ ମୁଁ ଏଠି ପୁଣି ଆଳୁ ସିଝେଇକି ରଖିଥିଲି, ପୋଟଳ କାଟିକି ରଖିଥିଲି। ପୋଟଳ ଭାଜି ସାରିଲା ପରେ ଆଳୁକୁ ବି ପକେଇଦେଲି। ଏକା ସାଥିରେ ତ ପୁଣି ଭାଜି ଦେଉଛି। ପୋଟଳ ଆଳୁ ଭାଜି ସାରିଲା ପରେ ପୁଣି ମୁଁ ତେଲ ଦେଇକି ପିଆଜକୁ ଭାଜି ଦେଉଛି। ଏଇ ଦେଖନ୍ତୁ ମସଲା ମୁଁ ବାଟିକି ରଖିଥିଲି, ସବୁ ସେଠି ପକେଇ ଦେଇଛି। ହଳଦୀ, ଲଙ୍କାଗୁଣ୍ଡ, ସେଠି ଗରମ ମସଲା ବି ଟିକେ ପକେଇ ଦେଇଥିଲି। ସବୁ ଦେଇକି ପୁଣି ଭାଜି ଦେଉଛି ମସଲାକୁ। ଭାଜି ସାରିଲା ପରେ ଟମାଟୋ ପକେଇବି। ମସଲା ଆମର ଭାଜି ଆସିଲାନି। ଦେଖନ୍ତୁ ଶୁଖିଲା ହେଇଗଲାନି, ତେଲରୁ ଛାଡ଼ିଗଲାନି। ଟମାଟୋ ଗୋଟେ କାଟିକି ରଖିଥିଲି, ଟମାଟୋ ଗୋଟେ ଦେଇକି ଟିକେ କଷିଦେବା। ଏପଟେ ଭାତ ଫୁଟିକି ମୁଁ ବନ୍ଦ କରିଦେଇଥିଲି, ତ ଭାତ ହେଇଗଲାନି। ଦେଖନ୍ତୁ ଭାତ ଏବେ ମୁଁ ଗଡ଼େଇ ଦେବି। ପେଜକୁ ଗଡ଼େଇକି ରଖିଦେବି। ମସଲା ଦେଖନ୍ତୁ ହେଇଗଲାନି, ପୁରା ଭାଜି ହେଇଗଲାନି। ଟମାଟୋ ବି ସିଝିଗଲାନି। ଏଥର ମୁଁ ପକେଇଦେବି ପୋଟଳ ଆଳୁ ଯେଉଁ ଭାଜିକି ରଖିଥିଲି, ତାକୁ ମୁଁ ଏବେ ପକେଇ ଦେଉଛି। ଦେଖନ୍ତୁ ତାପରେ ଟିକେ ଭାଜିଦେବା। କଷିଦେବା। ତାପରେ ମୁଁ ରଖିଥିଲି ଚିଙ୍ଗୁଡ଼ି ମାଛ, ବଡ଼ ଚିଙ୍ଗୁଡ଼ି ମାଛ ଭାଜିକି ରଖିଥିଲି। ଚିଙ୍ଗୁଡ଼ି ମାଛକୁ ବି ପକେଇଦେବା। ତାପରେ ଟିକେ କଷିଦେବା। ତାପରେ ପୁଣି ପାଣି ଦେବା। ଝୋଳ କରିବି ନା, ଆଜି ଭାତ କରିଛି। ଆଜି ପୋଟଳ ଆଳୁ ଚିଙ୍ଗୁଡ଼ି ଝୋଳ।
ଦେଖନ୍ତୁ କେତେ ସୁନ୍ଦର ହେଇଛି। ଚିଙ୍ଗୁଡ଼ି ମାଛ ବହୁତ ଟେଷ୍ଟ ଲାଗେ। ପୋଟଳ ସହିତ ଝୋଳ କଲେ। ମୁଁ ପାଣି ଦେଇ ଦେଇଛି, ଆଉ ଟିକେ ପାଣି ଦେଇଦେବା। ଦେଖନ୍ତୁ, ତାପରେ ଟିକେ ନାଡ଼ି ଦେବା। ଚିଙ୍ଗୁଡ଼ି ମାଛ ପୁରା ଲାଲ ଲାଲ ହେଇଯାଇଛି। ଦେଖନ୍ତୁ, ଏଥର ଲୁଣ ଟିକେ ପକେଇଦେବା। ପୋଟଳ ଆଳୁରେ ମୁଁ ଲୁଣ ଦେଇଥିଲି, ମସଲାରେ ବି ଲୁଣ ଟିକେ ଦେଇଥିଲି। ସ୍ୱାଦ ଅନୁଯାୟୀ ଲୁଣ ପକେଇବା। ଲୁଣକୁ ଗୋଳେଇ ଦେବା, ତାପରେ ଫୁଟିବାକୁ ଛାଡ଼ିଦେବା। ତରକାରୀ ଏବେ ଫୁଟିଗଲାଣି। କେତେ ସୁନ୍ଦର ଫୁଟୁଛି। ତରକାରୀ ବି ରେଡ଼ି ହେଇଗଲା। ତରକାରୀ ରେଡ଼ି ହେଇଗଲା। ଏବେ ମୁଁ ଗ୍ୟାସ୍ ବନ୍ଦ କରିଦେଉଛି। ଖାଇବା ଆମର ରେଡ଼ି ହେଇଗଲାନି। ଭାତ ମୁଁ ବାଢ଼ି ଦେଇଛି, ତରକାରୀ ବାଢ଼ୁଛି। ଏଠି ଆମ୍ବ ଚଟଣି ମୁଁ କରିକି ରଖିଥିଲି। ନାଡ଼ୁକା ଆଳୁ ଭାଜିଥିଲି, ଶାଗ କରିଥିଲି। ବାଢ଼ୁଛି, ଖାଇବା ଆମେ 2 ଜଣ। ପୋଟଳ ଆଳୁ ଝୋଳ, ଭାତ, ଶାଗ, ନାଡ଼ୁକା ଆଳୁ ଭଜା, ଆମ୍ବ ଚଟଣି। ମୋ ରୋଷେଇ କେମିତି ଲାଗିଲା କମେଣ୍ଟରେ ଜଣାଇବେ। ଜୟ ଜଗନ୍ନାଥ।